ତିନି କ୍ରୋଶ ପ୍ରମାଣେ ଉଆସ ତୋଳାଇଲା ସୁବର୍ଣ୍ଣର କାଠ ମାନ ସବୁ ଘରେ କଲେ ହୀରା ନୀଳ ମାଣିକ୍ୟାଦି ତହିଁ ଖଞ୍ଜାଇଲେ ଗଣ୍ଠି ତଳେ ଅନେକ ମୁକୁତା ଲଗାଇଲେ ପ୍ରବଳର ସ୍ତମ୍ଭ ମାନ ତହିଁରେ ରଚିଲେ ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କଲେ ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ। ଅଷ୍ଟବେତାଳରେ ତୁମ୍ଭେ ହେମନ୍ତ କରିବ ପ୍ରଥମେ ରୋଷାଇ ଶାଳେ ଯାଇ ନ ପଶିବ 60 ପଉଟି ଭୋଗ ଭୁଞ୍ଜିବ ଯେ ତହିଁ 13 ପଉଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ ଶାଗ ମୁଗ ମଧୁରୁଚି ତିତ କାଞ୍ଜିରାଇ ଆମ୍ବିଳ ଖାଇବ ଖଣ୍ଡ ସାଗର ମିଶାଇ ଅମୃତ ମଣୋହି ମାନ ଭୋଜନ କରିବ ହାଣ୍ଡି ମାନ ନେଇ ଏକ ଠାବେ କଚଡ଼ିବ ତହୁଁ ଯାଇନ ଭଣ୍ଡାର ମଧ୍ୟରେ ପଶିବ 52 କୋଟି ଭଣ୍ଡାର ବୋହିଣ ଆଣିବ ପାଣି କଉଡ଼ି କଡ଼ାର ଦ୍ରବ୍ୟ ନ ରଖିବ ସବୁ ବୋହି ଆଣି ମୋହ ପାଶେ ସମର୍ପିବ ବେତାଳେ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ ହେମନ୍ତ ପରିଣତ ଆଣିବୁ ବୁହାଇ ଜଗନ୍ନାଥ ମହାପ୍ରଭୁ ତହିଁ ଯାଇଥିବେ ଆମ୍ଭଙ୍କୁ ଦେଖିଣ କାଳେ ଶୁଣି କମଳିନୀ ନିଦ୍ରାବତୀ କିରାଇଲେ ବହନ ମୁଁ ବୋଲ କର ବୋଲିଣ ବୋଇଲେ ରାମକୃଷ୍ଣ ନୟନରେ ନିଦ୍ରା ଯେ ଘରିବ କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବ ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ ରାମକୃଷ୍ଣ ନୟନରେ ନିଦ୍ରା ଯେ ଘରେ ପାକଶାଳାରେ ବେତାଳେ ପ୍ରବେଶ ହୋଇଲେ ତହିଁ ଥିବା ପାକ ଦ୍ରବ୍ୟ ସମସ୍ତ ଖାଇଲେ ହାଣ୍ଡି ମାନ ସବୁ ଏକ ଠାବେ କଚାଡ଼ିଲେ ଭଣ୍ଡାର ଘରରେ ଅଷ୍ଟବେତାଳେ ବସିଲେ ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ 52 କୋଟି ଭଣ୍ଡାର ଆଣିଲେ ବୁହାଇ ରାତ୍ର 16 ଘଡ଼ି ଯାକ ବେତାଳ ଯେ ତହିଁ କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ତୁମ୍ଭେ ଆଜି ପୁତ୍ର ବଣ କରିଲ ବୋଇଲେ ପ୍ରଶଂସା କରିଣ ମାଏ ବଚନ ଯେ କହି ସବୁ ଦ୍ରବ୍ୟ ଆଣିଲ ରଥ ଖଟ କାହିଁ 5 ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ ଯାରେ ବେତାଳେ ଏବେ ଖଟ ଆଣ ବୋହି ଯେବେ ଜଗନ୍ନାଥ ପ୍ରଭୁ ମତେ ନ ଖୋଜିବେ ନାରୀକୁ ପୁରୁଷ ମାନେ ଆଉ ନ ଲୋଡ଼ିବେ ମତେ ଘେନି ପ୍ରଭୁ ଯେବେ ନ କରିବେ ଘର କଳି ଯୁଗେ ନାରୀଙ୍କି ଯେ ନ ଖୋଜିବେ ନ ମହାଲକ୍ଷ୍ମୀ ବୋଇଲେ ରେ ମନ୍ତ କରିବ ଦୌଡ଼ିଆ ଖଟ ଏକ ଗୋଟି ଯେ ଆଣିବ ରାମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ ଶୋଇବାର ରତ୍ନ ଖଟ ବୋହିଣ
ବୈକୁଣ୍ଠପୁରରେ ଯାଇ ସୁଖରେ ରହିବ ଆରାମଦାୟିନୀ ରାତ୍ର ସୁଖରେ ପାହିଲା ବେଳ ଦୁଇ ଘଡ଼ି ପରେ ନିଦ୍ରା ଯେ ଭାଜିଲା ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଗହଳ ଚହଳ ଆଜି କିଛି ଶୁଭୁନା ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ କି ବୁଦ୍ଧି କରିବା ଏବେ କହରେ କହ୍ନାଇ ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଲକ୍ଷ୍ମୀ ଛାଡ଼ି ଗଲାରୁ ଯେ ଏ ଅନ୍ତ ହୁଅ ଲକ୍ଷ୍ମୀ କହୁ ଏକ କଥା ବିଚାରିଲେ ସରସ୍ୱତୀ ଦେବୀଙ୍କୁ ଯେ ହୃଦୟ ସୁମରିଲେ ମହାଲକ୍ଷ୍ମୀ କହୁ ଏକ କଥା ବିଚାରିଲେ ସରସ୍ୱତୀ ଦେବୀଙ୍କୁ ଯେ ହୃଦୟ ସୁମରିଲେ ବୋଇଲେ ଗୋ ସରସ୍ୱତୀ ମତ କରିବ ରାଜ ରାଜ ହୋଇ ଘରେ ଘରେ ବୁଲୁଥିବ ସର୍ବଦ୍ୱାରେ ଜଗନ୍ନାଥ ବୁଲିବେ ଯାଇ ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି ଅନ୍ନ ପାଣି କେହି ତାଙ୍କୁ କିଛି ନ ଦେବେ ଏତେ ଦୁଃଖ ପାଇଲେ ଯେ ମତେ ସୁମରିବି ନ ମିଳିବ ଅନ୍ନ କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ ବଳରାମ କହୁଛନ୍ତି ଶୁଣରେ ବାବା ନଗରରେ ଭିକ୍ଷା ମାଗି ଜୀବନ ପୋଷିବା ନଗରରେ ଭିକ୍ଷା ମାଗି ଜୀବନ ପୋଷିବା କାନ୍ଧରେ ପକାଇ ଛିଣ୍ଡା ଉତରେ ପଇତା ହସ୍ତରେ ଧଇଲେ ଦୁଇ ଭାଇ ଭଙ୍ଗା ଛତା ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି ଯାହା ଘରଠାକୁ ପାଣି ମାଗିବାକୁ ଯାଆନ୍ତି ଚୋର ଖଣ୍ଡ ବୋଲି ମାରି ଘୋଡ଼ାଇ ଦିଅନ୍ତି ସେଠାବରୁ ଦୁଇ ଭାଇ ଭୟ ପଳାଉ ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ବଡ଼ ପଣ୍ଡା ଘରକୁ ହେ ଚାଲ ଏବେ ଯାଇ ବଧୂ ତାର କହଇ ଯେ ଶାଶୁ ଆଗେ ଯାଇ ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇ ଶାଶୁରାଲ ତ ତାହାଙ୍କୁ ଚିହ୍ନି ନ ପାରିଲା ଧାଇ ଯାଇ ବେଗେ ଦାଣ୍ଡ କବାଟ କିଳିଲା ଆସ ଆସ ବୋହୂ ଏଲ ଠେଙ୍ଗା ବାଡ଼ି ନେଇ ଚୋର କି ଖଣ୍ଡାଏ ଦୁହେଁ ଦେବା ଘୋଡ଼ାଇ ଶୁଣି ଦୁଇ ଭାଇ କହୁ ଡରେ ପଳାଇଲେ ସାମବେଦ ଯଜୁର୍ବେଦ ଦୂରେ ଉଚାରିଲେ ଶୁଷ୍କ ସରୁ ଗଣ ପଲ୍ଲବୀ ଉଠିଲେ ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ଦୁଇ ଭାଇଙ୍କୁ ଯେ ଡାକି ତହୁଁ ବସାଇଲା ଖୁଦ ମଳୁଖ ମିଶାଇ ଶସ୍ୱରେ ରାନ୍ଧିଲା ଅଫିଟା କଦଳୀ ମଞ୍ଜ ଦୁଇ ଖଣ୍ଡ ଆଣି ବେନି ଭାଇ ପକାଇଳ ସିଞ୍ଚିଲେ କମାଣି କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣି ଗଲା ଅନ୍ନ କି ବାଢ଼ିବ ତାର ହାଣ୍ଡିରୁ ଭାଇଲା ଲକ୍ଷ୍ମୀଦ୍ରୋହୀ ପୁରୁଷ ଏ ବୋଲି ନ ଜାଣିଲା ପାକଶାଳାରୁ ଲେଉଟି ପାଖରେ ମିଳିଲା ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା କଟୁ କଥା କହି ନେଇ ଦାଣ୍ଡରେ ଛାଡ଼ି ଗଲେ କବିର ସାହିରେ ଯାଇ ପ୍ରବେଶ ହୋଇଲେ କ୍ଷୁଧାର୍ତ ବ୍ରାହ୍ମଣ ବୋଲି କବିର ଜାଣିଲେ ଖଇ ବାଣ ଚାରି ପାଞ୍ଚ ଆଣି ବେଗେ ଦେଲେ ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ ପବନକୁ ଡାକି ଆଜ୍ଞା ଦେଲେ ସେହି କ୍ଷଣି ଆରେ ପବନ ତୁହି ତ ବେଗେ ଚଳି ଯିବୁ ଖଇ ଚାରି ପାଞ୍ଚ ମାଣ ଉଡ଼ାଇ ନ ନେବୁ
पके तातिब खरारे जेन्हे भाजिबार बाली पागे मात्र केहि ताहि न परिबे चाली रे प्रवेशिण डाकिले को जाऊं डाक सुनी दासी माने आइले कतहु केउ दासी कहू अछि सुण आगो सही एपरि कांडाळ मुझे काहि देखि नाही एही परि मोटा होई गोटाए कथिला आम ठाकुराणी को जे खौड़ाई देला पंचम स्वर रे साम वेद पढ़ तुहि जगन्नाथ प्रभु जहु मत सुनिले ओंकार शब्द करी वेद ध्वनि कले रूप साम जजु अथर्व जे चारि वेद ब्रह्मांड पुरी उठिला गह गह नाद पलक उपरे जे कमला शोइथिले निस्तरिली बोली न बोइले कोटि कोटि जन्मर पथ कहेला क्षय मो भरि विजय कले प्रभु देवराय पचार पचार दासी पचार न जाई कि समागुछन्ति से ब्राह्मण दुई भाई दासी माने कहन्ति लक्ष्मी आगे जाई हाते रांधि भोजन करिबे दुई भाई एहा सुनी महालक्ष्मी संतोष होइले दासीଙ୍କ हस्ତରେ हांडी 10 कोटी देले चाउळ बोटिए नेई छामुरे रखिले लेउटिया साग नेई पुळाए करे रांधिण भुंजिबे जेबे ही दुई भाई नारीଙ୍କୁ पुरुष लोड़िबे पिंपाई लक्ष्मी देवी काठ खंडे हस्ତରେ धइले अग्निर स्तंभन मंत्र देवी पाठ कले कदापि अग्नि देवता तेज न